ନମସ୍କାର ଜୟ ଜଗନ୍ନାଥ ମୁଁ ମିନତି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଏକ ଫ୍ରେଶ୍ ଭିଡ଼ିଓକୁ। ଆଶା କରୁଛି ସବୁଦିନ ଭଳି ଆଜି ବି ଆପଣମାନେ ବହୁତ ହି ଭଲରେ ଥିବେ। ତ ଚାଲନ୍ତୁ ଭିଡ଼ିଓ ଆରମ୍ଭ କରି ନେଇଯିବା। ତ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ରିକ୍ୱେଷ୍ଟ, ଯେଉଁମାନେ ମୋ ଭିଡ଼ିଓରେ ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ଯେବେ ବି ଯାହା ଭିଡ଼ିଓ ଅପଲୋଡ଼ କରିବି ଆପଣମାନଙ୍କ ପାଖକୁ ନୋଟିଫିକେସନ୍ ବହୁତ ହି ଜଲ୍ଦି ପଳେଇବ ଆଉ ଆପଣମାନଙ୍କର ଗୋଟେ ସପୋର୍ଟ ମୋତେ ମିଳିଯିବ। ତ ଚାଲନ୍ତୁ ଡେରି କରିବାନି, ଭିଡ଼ିଓ ଆରମ୍ଭ କରି ନେଇଯିବା। ବହୁତ ୟୁଜଫୁଲ୍ ଟିପ୍ସ ଅଛି, ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖନ୍ତୁ, ଜମା ବି ସ୍କିପ୍ କରନ୍ତୁ ନାହିଁ। ସ୍କିପ୍ କରିଦେଲେ ବହୁତ ଭଲ ଭଲ ଜିନିଷ ଆପଣମାନେ ମିସ୍ କରିଯିବେ। ତ ମୋର ପ୍ରଥମ ଟିପ୍ସ ଭିଡ଼ିଓ ହେଉଛି ଆପଣମାନଙ୍କ ପାଇଁ ଏଭଳି ହେଉଛି ଯେବେ ବି ଆମେମାନେ କ'ଣ ହେଇଥାଉ ନା, ଘର ବନ୍ଦ କରିଦେଇକି ଆମେ ବହୁତ ଦିନ ପାଇଁ ବାହାରକୁ କୁଆଡ଼େ ଚାଲି ଯାଇଥାଉ, 2-4 ଦିନ ପାଇଁ ହଉ, ବେଳେବେଳେ ବନ୍ଦ କରିଦେଇ ଯଦି ବହୁତ ଦିନ ପାଇଁ କୁଆଡ଼େ ଯଦି ଚାଲି ଯାଇଥାଉ, ତ ଯେତେବେଳେ ଆମେମାନେ କ'ଣ କରିଥାଉ ନା, ଘର ଖୋଲିଥାଉ ତ ବହୁତ ହି ବ୍ୟାଡ୍ ସ୍ମେଲ୍ ଆସିଥାଏ। ସେ ଘର ଗୁଡ଼ିକ ଜମା ବି ମାନେ ଭଲ ଲାଗିନଥାଏ ଘର ଗୁଡ଼ିକ। ତ ଯେତେବେଳେ ବି ଆପଣମାନେ ଆସୁଛନ୍ତି ଘରକୁ, ତ ସେତେବେଳେ କ'ଣ କରନ୍ତୁ ନା, ଏଇଭଳି ଭାବେ କିଛି ନେଇଯାଆନ୍ତୁ। ଗୋଟେ ପ୍ରଥମେ ତ ଆପଣ ନେଇଯାଆନ୍ତୁ ଗୋଟେ ମାଟିର ଦୀପ ଆପଣମାନେ ନେଇଯାଆନ୍ତୁ। ଆଉ ସେଥିରେ କ'ଣ କରନ୍ତୁ ନା, ପକେଇ ନେଇଯାଆନ୍ତୁ ହେଉଛି ଗୋଟେ ଧୂପ କାଠିକୁ ଏଇଭଳି ଭାବେ ଭାଙ୍ଗିକି ପକେଇ ନେଇଯାଆନ୍ତୁ। ଆଉ ପକେଇ ନେଇଯାଆନ୍ତୁ ସେଟା ହେଉଛି କର୍ପୂର। ତ ତାକୁ କ'ଣ କରନ୍ତୁ ନା, ଜଳେଇ ଦେଇକି ଆପଣମାନେ ଯେକୌଣସି ଗୋଟେ ଜାଗାରେ, ଯଦି ପୁରା ଘରଟା ଆପଣମାନଙ୍କର ବନ୍ଦ ପଡ଼ିଛି ତାହେଲେ ତ ସବୁ ଘରେ ଗୋଟେ ରଖିଦିଅନ୍ତୁ। ନାହିଁ ଯଦି ଗୋଟିଏ ବେଡ଼ରୁମ୍ ଆପଣଙ୍କ ମାନେ ଗୋଟିଏ ରୁମ୍ ଆପଣଙ୍କର ବନ୍ଦ ପଡ଼ିଛି, ତ ସେଇ ଜାଗାରେ ଆପଣମାନେ ଏମିତି ଲଗେଇ ରଖି ନେଇଯାଆନ୍ତୁ। ଯେଉଁ ବ୍ୟାଡ୍ ସ୍ମେଲ୍ ଥିଲା ସେ ତ ଆପଣମାନଙ୍କର ବହୁତ ହି ସୁନ୍ଦର ଭାବେ ପଳେଇବ। ତା ସହିତ ଆପଣମାନଙ୍କୁ ଗୋଟେ ପଜିଟିଭ୍ ଭାଇରସ୍ ମିଳିବ, କାହିଁକିନା ଯେହେତୁ ଏଠି କର୍ପୂର ଅଛି। ତାର ଏଇ ଯେଉଁ ବାସ୍ନା ଯେଉଁ ହୋଇଥାଏ, କର୍ପୂର ହଉ କିମ୍ବା ସେ ଧୂପ ହଉ, ତ ସେ ବାସ୍ନାରେ ଆପଣମାନଙ୍କର ସେ ଯେଉଁ ଥାଏ ବ୍ୟାଡ୍ ସ୍ମେଲ୍ ସେ ବଢ଼ିଆ ସେ ପଳେଇ ଯାଇଥାଏ। ଆଶା କରୁଛି ଟିପ୍ସଟି ଆପଣମାନଙ୍କୁ ଭଲ ଲାଗିଥିବ। ତ ଚାଲନ୍ତୁ ଆମର ନେକ୍ସଟ ଟିପ୍ସ ଦେଖି ନେଇଯିବା। ତ ନେକ୍ସଟ ଟିପ୍ସ ଆପଣମାନଙ୍କ ପାଇଁ ଅଛି, ପ୍ରଥମେ ଏମିତି ନେଇଯିବା ଗୋଟେ ତୁଳା। ତ ତୁଳାକୁ ଆମେମାନେ କ'ଣ କରିବା ନା, ଦେଖନ୍ତୁ ମୁଁ ଯେଉଁଭଳି ଭାବେ ଏମିତି ପତଳା କରିକି ତାକୁ ରଖୁଛି, ତ ସେଇଭଳି ଭାବେ ପ୍ରଥମେ ଆମେ ରଖି ନେଇଯିବା। ବହୁତ ୟୁଜଫୁଲ୍ ଟିପ୍ସ ଅଛି, ଯେଉଁଟାକି ବର୍ତ୍ତମାନ ପାଇଁ ଏଇଟା ବହୁତ ହି ଆବଶ୍ୟକ। ଆପଣମାନେ ଯେତେବେଳେ କରିବେ ଏଇଟାକୁ ଆପଣମାନେ ଫିଲ୍ କରିପାରିବେ କେତେ ବଢ଼ିଆ କାମ କରୁଛି। ତ ପ୍ରଥମେ ଏମିତି ତୁଳାକୁ କରିସାରିଲା ପରେ ଆପଣ କ'ଣ କରିବେ ନା, ଲବଙ୍ଗ 2-4ଟା ତାକୁ ନେଇଯିବେ। ତ ତାପରେ ସେଥିରେ ଆପଣମାନେ ରଖିବେ ସେଟା ହେଉଛି କର୍ପୂର। ଆମେମାନେ ଯେଉଁ ପୂଜା ଘରେ ଯେଉଁ କର୍ପୂର ବ୍ୟବହାର କରିଥାଉ, ସେଇ କର୍ପୂର ଆପଣମାନେ ଏଠି ବ୍ୟବହାର କରିବେ। ତ କର୍ପୂର ଦେଇସାରିଲା ପରେ ଆଉ ଗୋଟେ ଜିନିଷ ରଖିବାର ଅଛି, ସେଇଟା ହେଉଛି, ଦେଖନ୍ତୁ ଏଇଟା ହେଉଛି ଲିମ୍ବ ପତ୍ର ଶୁଖେଇକି, ମୁଁ ବି ଏଇଟା ଯେହେତୁ କରୁଛି ସେଥିପାଇଁ ଆପଣମାନଙ୍କ ସହିତ ସେୟାର କରୁଛି। ବହୁତ ହି ବଢ଼ିଆ କାମ କରୁଛି, ଥରେ ଆପଣମାନେ ଟ୍ରାଏ କଲେ ହିଁ ଜାଣିପାରିବେ। ତ ଏଇଟା ଶୁଖିଲା ମୁଁ ଲିମ୍ବ ପତ୍ର ରଖିଥିଲି, ତ ସେଇଟାକୁ କ'ଣ କରିଛି ନା, ତା ଦେହରେ ମୁଁ ଗୁଡ଼େଇ ନେଇଯାଉଛି। ତ ଆକୁ ଭଲ ଭାବରେ ଯେମିତି ଆମେମାନେ ଯେଉଁ ବଳିତା ବନେଇଥାଉ ଗୁଡ଼େଇ ଥାଉ, ସେମିତି ହିଁ ଗୋଟେ ସରୁ ଟାଇପ୍ର କରିଦେବାର ଅଛି। ତ ଏଇଟା ତ ବେଶୀ ସରୁ ହେଇପାରିବନି, କାହିଁକିନା ଯେହେତୁ ଆ ଦେହରେ ଜିନିଷ ପଶିଛି, ତ ବେଶୀ ତ ସରୁ ହେବନି, ଦେଖିକି କରି ନେଇଯିବେ। ଯଦି ସରୁ ଆପଣଙ୍କର ହେଇଯାଉଛି ତାହେଲେ ଭଲ କଥା, ନାହିଁ ତ ନାହିଁ। ଯଦି ମୋଟା ବି ରହୁଛି କିଛି ବି ଅସୁବିଧା ନାହିଁ, କିନ୍ତୁ ତା ଭିତରେ ଏମିତି ବଳିତା ଟାଇପ୍ର ଏଟା ହେବାର ଅଛି। ତାପରେ ଆପଣମାନେ ନେଇଯିବେ ଗୋଟେ ଦୀପ। ତ ଦୀପ ନେଇସାରିଲା ପରେ ଏଠି ମୋର ଦୀପ ଟିକେ ଛୋଟ ହେଇଯାଉଛି, ଯଦି ଆପଣମାନଙ୍କର ଟିକେ ବଡ଼ ଦୀପ ଅଛି ବହୁତ ହି ବଢ଼ିଆ ଅଛି। ତ ଦୀପରେ ଆପଣମାନେ ରଖି ନେଇଯିବେ। ଆଉ ତା ଦେହରେ ଆଉ ଗୋଟେ ଜିନିଷ ଆଡ଼୍ କରିବେ, ସେଇଟା ହେଉଛି ଆପଣଙ୍କର ରୋଷେଇ ଘରେ ଥିବା ମାନେ ରେଗୁଲାର ୟୁଜ୍ ହେଉଥିବା ସୋରିଷ ତେଲ ଆପଣମାନେ ଏଠି ବ୍ୟବହାର କରିବେ। ସୋରିଷ ତେଲ କ'ଣ କରିବେ, ଯେମିତିକି ଆମେମାନେ ବଳିତା ମାନେ ଲଗେଇବା ପାଇଁ ଆମେମାନେ ଯଦି ଯେମିତି କୌଣସି ବି ତେଲ ହଉ ଯାହା ବି ବ୍ୟବହାର କରିଥାଉ, ଘିଅ ହଉ ବ୍ୟବହାର କରିଥାଉ, ସେଇଭଳି ଏଠି ଆପଣମାନେ ସୋରିଷ ତେଲର ବ୍ୟବହାର କରିବେ। ଯଦି ଆପଣମାନଙ୍କର ସୋରିଷ ତେଲ ପକାଇବାକୁ ଚାହୁଁନାହାନ୍ତି, ଯାହା ଲିମ୍ବର ତେଲ ବି ଆସୁଛି ତାକୁ ବି ଆପଣମାନେ ବ୍ୟବହାର କରିପାରିବେ। ତ ୟାକୁ ଆପଣଙ୍କ କେଉଁ କାମରେ ଆସୁଛି ଚାଲନ୍ତୁ ଦେଖିବା। ତ ଏଇ ବର୍ତ୍ତମାନ ରେଡ଼ି ହେଇଯାଇଛି ଆଉ ଦୀପ ମଧ୍ୟ ଜଳିଯାଇଛି। ଆମର ଜାଣିଥିବେ ବର୍ତ୍ତମାନ ମଶା ଯେଉଁ ମାତ୍ରାରେ ହେଉଛି, ତ ମଶା ପାଇଁ ଗୋଟେ ବହୁତ ହି ରାମବାଣ ସଦୃଶ ଯେତେବେଳେ ବି ଆପଣମାନେ ଆକୁ ବ୍ୟବହାର କରିବେ, ସନ୍ଧ୍ୟାବେଳେ ବ୍ୟବହାର କରିବେ। ଆଉ ଯେକୌଣସି ମାନେ ରୁମ୍ରେ ଆପଣମାନେ ଲଗେଇ ନେଇଯିବେ। ପ୍ରଥମେ କ'ଣ କରିବେ ନା, ଦୀପ ଲଗେଇକି ଭଲ ଭାବରେ ଟିକେ କ'ଣ କରିବେ ନା, ଜଳିବାକୁ ଛାଡ଼ିବେ। ଟିକେ ଯେମିତି ଭିତର ଆଡ଼କୁ ଟିକେ ଧୀରେ ଧୀରେ ହେଇକି ଜଳିବାକୁ ଆସିବ, ତାପରେ ଆପଣଙ୍କ ମାନେ ତା କରିବେ ନା,
ଦୀପଟାକୁ ଆପଣଙ୍କର ଯେକୌଣସି ଘର ଖଟ ତଳେ ଆକୁ କ'ଣ କରିବେ ନା ରଖିବେ ଆଉ ତାପରେ କ'ଣ କରିବେ ନା ଲିଭେଇ ନେଇଯିବେ। ତ ଲିଭେଇବା ଫଳରେ ସେ ଯେଉଁ ଧୂଆଁଟି ତା'ର ବାହାରିବ ସେଇଟା ହିଁ ଆପଣମାନଙ୍କର କୌଣସି ବି ମଶା ଆପଣଙ୍କର ଆସିବନି। ଯେମିତିକି ଆପଣମାନେ ଝୁଣା ଦେଉଛନ୍ତି ତ ଇଏ ଗୋଟେ ଝୁଣା ଟାଇପ୍ର ହିଁ କାମ ଦେବ, ଯେଉଁଟାକି ଆପଣମାନଙ୍କର ମଶାମାନଙ୍କୁ ବହୁତ ହି ସ୍ମେଲ୍ ଆସିଥାଏ ଆଉ ସେମାନେ ପଳେଇ ଯାଇଥାନ୍ତି। ଆପଣମାନେ ଏଇଟା ଯେତେବେଳେ କରିବେ କବାଟ ହେରିକା ସବୁ ଦେଇଦେବେ, ଏଇଟା ରଖିଦେଇକି କବାଟ ହେରିକା ଦେଇଦେବେ, ଯାହାଫଳରେ କ'ଣ ହେବ ନା ଯେକୌଣସି ଯାହା ବି ଯେଉଁଠି ମଶା ଥିବ ସବୁ ଆମେ ପଳେଇଯିବେ। ଆଉ ଯଦି ପାରୁଛନ୍ତି ରୁମ୍ ସାରା ଟିକେ ବୁଲେଇ ନେଇକି ତାପରେ ଗୋଟେ ଜାଗାରେ ଏମିତି ରଖି ନେଇଯିବେ, ଯେଉଁଟାକି ଆପଣମାନଙ୍କ ଘରୁ ସେ ମଶା ଯେତେବେଳେ କି ଆପଣମାନେ ଶୋଇବେ ସେତେବେଳକୁ ମଶା ଆଉ ନଥିବେ। ବହୁତ ହି କଡ଼ା ସ୍ମେଲ୍ ଆସିଥାଏ ୟାର, ତ ସେଟା ହେଉଛି ତାଙ୍କୁ ବହୁତ ହି କଷ୍ଟ ହୋଇଥାଏ, ଯାହାଫଳରେ କି ସେମାନେ ଘର ଛାଡ଼ିକି ପଳେଇ ଯାଇଥାନ୍ତି। ଆଶା କରୁଛି ଟିପ୍ସଟି ଆପଣମାନଙ୍କୁ ବହୁତ ହି ଭଲ ଲାଗିଥିବ। ତ ଚାଲନ୍ତୁ ନେକ୍ସଟ ଟିପ୍ସ ଦେଖି ନେଇଯିବା। ନେକ୍ସଟ ଟିପ୍ସ ହେଉଛି ଚୁଡ଼ି ଉପରେ, ମାନେ ସମସ୍ତଙ୍କୁ ଚୁଡ଼ି ପିନ୍ଧିବା ବହୁତ ହି ଭଲ ଲାଗିଥାଏ। ବେଳେବେଳେ ଏମିତି କିଛି ଚୁଡ଼ି ଆସିଥାଏ ଆମର ପିନ୍ଧୁ ପିନ୍ଧୁ ବହୁତ ଶୀଘ୍ର ଟକିନା ଫାଟି ଯାଇଥାଏ, ମାନେ ହାତରେ ପଶୁ ପଶୁ ଫାଟି ଯାଇଥାଏ। ବେଳେବେଳେ ପିନ୍ଧିକି ଯଦି ଟିକେ ବାସନ ମାଜିବା ହଉ କିମ୍ବା କୌଣସି ଯଦି କାମ ଆମେ କରିଦେଉଛେ ତାହେଲେ ବି ଫାଟି ଯାଇଥାଏ। ବହୁତ ମନ କଷ୍ଟ ହେଇଥାଏ ଯେ ସେମିତି କିଛି ଚୁଡ଼ି ଆମର ଫାଟି ଯାଇଥାଏ। ତ ଆପଣମାନେ ଏଇ ଟ୍ରିକ୍ଟା ଆପଣମାନେ ଆପ୍ଲାଏ କରିବେ ସେତେବେଳେ ଯେତେବେଳେ ଆପଣମାନେ ନୂଆ ଆଣୁଛନ୍ତି, ସେତେବେଳେ ହିଁ ଆପଣମାନେ ଏଇଭଳି ଗୋଟେ କୌଣସି ଏକ ବେଡ଼ସିଟ୍ ଉପରେ ଆପଣମାନେ ଏମିତି ବିଛେଇ ନେଇଯିବେ ଚୁଡ଼ି ଗୁଡ଼ିକୁ। ଆପଣମାନେ ତା ଉପରେ ଆଉ ଗୋଟେ କଭର୍ ପକେଇକି ଆପଣମାନେ ତାକୁ କ'ଣ କରିବେ ନା ଟିକେ ହିଟ୍ କରିକି ଏମିତି ଭଲ ଭାବରେ ଟିକେ ପକେଇ ନେଇଯିବେ, କାହିଁକିନା ଚୁଡ଼ି ଉପରେ ଯେମିତି ଆପଣମାନଙ୍କର ସେଟା ହେବନି। ତାକୁ କ'ଣ କରିବେ ନା ଆଇରନ୍ ଟିକେ କରି ନେଇଯିବେ। ତ ଆଇରନ୍ କରିବା ଫଳରେ କ'ଣ ହେବ ନା ସେ ଯେହେତୁ ଟିକେ ଗରମ ଟିକେ ହେଲା ଫଳରେ ତ ସେ ଯେଉଁ ଜିନିଷ ଗୁଡ଼ିକ ଟିକେ ଷ୍ଟ୍ରଙ୍ଗ ହେଇଯାଇଥାଏ ଆଉ ସେଟା ହେଉଛି ତାର ଯେଉଁ କଞ୍ଚାପଣ ଥାଏ ସେ ସବୁ ଦୂର ହେଇଥାଏ। ତାଫଳରେ କ'ଣ ହେଇଥାଏ ନା ଆପଣମାନଙ୍କର ବହୁତ ଦିନ ଚୁଡ଼ି ଗୁଡ଼ିକ ଲାଷ୍ଟିଂ କରିଥାଏ। ତ ଏଇଭଳି ଭାବେ ଯେତେବେଳେ କରିବେ ଆପଣମାନେ ହେଉଛି ଚୁଡ଼ି ଗୁଡ଼ିକ କ'ଣ କରିବେ ନା ଜମା ବି ତା ଉପରେ ଉପରେ ରଖିବେନି, ଏଇଭଳି ଭାବେ ମେଲା କରିକି ରଖିବେ, ମାନେ ଛଡ଼େଇ ଛଡ଼େଇକି ଏଇଭଳି ଭାବେ ରଖିବେ, ଯେଉଁଟାକି ସବୁ ଚୁଡ଼ି ଗୁଡ଼ିକ ସମାନ ଭାବରେ ଆପଣମାନଙ୍କର ପୁରା ହିଟ୍ ହେଇଯିବ। ଆଶା କରୁଛି ଛୋଟିଆ ଟିପ୍ସଟା ଆପଣମାନଙ୍କୁ ହେଲ୍ପଫୁଲ୍ ହେଇଥିବ। ତ ମୋର ଫାଇନାଲ୍ ଟିପ୍ସ ହେଉଛି ବା ଲାଷ୍ଟ ଟିପ୍ସ ହେଉଛି ଦୀପ ଉପରେ, ମାନେ ଦୀପରେ ଆମେ ପେଷ୍ଟର କ'ଣ ବ୍ୟବହାର କରିବା। ଏଇଭଳି ଯେତେବେଳେ ଆମର ପିତ୍ତଳ ଦୀପ ଦେଖନ୍ତୁ ବ୍ୟବହାର ହେଇଥାଏ, କିଛି ଦିନ ପରେ ଦେଖିବେ ବ୍ୟବହାର ହେଲା ଫଳରେ ସେ ଯେଉଁ ଘିଅ ହରିକା ଲାଗିକି ଏଇଭଳି କିନ୍ତୁ ଗ୍ରୀନ୍ କଲର୍ର ଗୋଟେ ହେଇକି ସେ ସବୁ ବହୁତ ହି କଦର୍ଯ୍ୟ ଦେଖାଯାଇଥାଏ। ତ ତାକୁ ଆମମାନେ କେମିତି ଛୋଟିଆ ଟିପ୍ସ ମାଧ୍ୟମରେ କେମିତି ଆମେ ସେସବୁ ଜିନିଷକୁ ବହୁତ ସହଜରେ ହଟେଇ ପାରିବା। ଆମେ ଯଦି କୌଣସି ବି ମାନେ ସର୍ଫ ହଉ କି କୌଣସି ବି ଆପଣମାନେ ବ୍ୟବହାର କରୁଛନ୍ତି, ତ ଏଇ ଯେଉଁ ନେଳିଆ ଅଂଶଟି ଥାଏ ସେ ଜମା ବି ଭଲରେ ଯାଇନଥାଏ। ସେମିତି ତ ପିତାମ୍ବରୀ ତ ବହୁତ ହି କଷ୍ଟ ପଡ଼ିଯାଇଥାଏ। ଯଦି ଆମେମାନେ ଘରୋଇ ଉପାୟରେ ଆକୁ ସଲ୍ଭ କରିବା ତାହେଲେ ମୁଁ ଏଠି ନେଇଯାଇଛି କିଛି ବେକିଂ ସୋଡ଼ା। ବେକିଂ ସୋଡ଼ାରେ ଟିକେ ପକାଇ ନେଇଯାଇଛି ଆମର ଲେମ୍ବୁ। ତାପରେ ମୁଁ ବ୍ୟବହାର କରୁଛି ଏଠି କୋଲଗେଟ୍ ପେଷ୍ଟ, ଯେଉଁଟାକି ବହୁତ ହି ବଢ଼ିଆ କାମ କରିବ। ଯଦି ହ୍ୱାଇଟ୍ କୋଲଗେଟ୍ ପେଷ୍ଟ ହେଇଛି ବହୁତ ହି ବଢ଼ିଆ, ନାହିଁ ତ ଅନ୍ୟ କୌଣସି ପେଷ୍ଟ ହେଲେ ଚଳିବ, କିନ୍ତୁ ହ୍ୱାଇଟ୍ଟା ବେଶୀ ବେଟର୍ କାମ କରିବ। ତ ଏଇଭଳି ଭାବେ ଯେତେବେଳେ କି ଆପଣମାନଙ୍କର ସଲ୍ୟୁସନ୍ ରେଡ଼ି ହେଇଯାଇଛି ତ ଏଇଭଳି ଭାବେ ତାକୁ କ'ଣ କରିବା ନା ମିକ୍ସ କରି ନେଇଯିବା, ପେଷ୍ଟକୁ ଆଉ ତାକୁ ମିକ୍ସ କରି ନେଇଯିବା। ତାପରେ କ'ଣ ହେଉଛି ନା ସେଇ ଯେଉଁ ଲେମ୍ବୁଟି ମୁଁ ଚିପୁଡ଼ିଥିଲି ମୁଁ ସେଇଥିରେ ବ୍ୟବହାର କରୁଛି, ସେଇଥିରେ ଘଷୁଛି। ଯଦି ଆପଣମାନଙ୍କର ସ୍କ୍ରବର୍ ଅଛି କିମ୍ବା ଆଉ କେଉଁଥିରେ ଘଷିବା ପାଇଁ ଚାହୁଁଛନ୍ତି ସେଥିରେ ଚାହିଁଲେ ଆପଣମାନେ ଆକୁ କ୍ଲିନ୍ କରି ନେଇଯିବେ। ଆଉ ବହୁତ ସହଜରେ ଦେଖିବେ ଆପଣମାନଙ୍କର ସେଇ ଯେଉଁ ନେଳିଆ ଅଂଶ ପଡ଼ିଯାଇଥିଲା କିମ୍ବା ଦୀପଟି ବହୁତ ନଷ୍ଟ ହେଇଯାଇଛି, ତାହେଲେ ବହୁତ ସହଜରେ ସେସବୁ ଜିନିଷ ଛାଡ଼ି ଯାଇଥାଏ ଘରୋଇ ଜିନିଷରେ, ଘରୋଇ ଉପାୟରେ। ତ ବର୍ତ୍ତମାନ ଦେଖନ୍ତୁ ମୁଁ ଯେମିତି ଏଇଟା କଲାବେଳେ କ'ଣ କରିବେ ନା ଯେତେବେଳେ ଲଗେଇବେ ସାଙ୍ଗେ ସାଙ୍ଗେ କ'ଣ କରିବେ ନା କିନ୍ତୁ ଧୋଇଦେବେ, କାହିଁକିନା ମାନେ ଲଗେଇ ଯଦି ଆପଣମାନେ ଭାବିବେ ଯେ ମୁଁ ଗୋଟେ ପରେ ଗୋଟେ ଲଗେଇବି ଆଉ ତାପରେ ହେଉଛି ଧୋଇବି, ତାହେଲେ କ'ଣ ହେବ ନା ଚିହ୍ନ ହେଇଯିବ, ଜମା ବି ପୁଣି ଭଲସେ ଛାଡ଼ିବ ନାହିଁ। ଏଇଟା ଲଗେଇ ନେଇଯିବେ ତାପରେ ଧୋଇ ନେଇଯିବେ। ବର୍ତ୍ତମାନ ତ ମୋର ଲଗେଇ ହେଇଯାଇଛି, ମୁଁ ଆପଣମାନଙ୍କୁ ଧୋଇକି ଦେଖାଉଛି। ତ ଦେଖନ୍ତୁ ମୋର ବର୍ତ୍ତମାନ ରେଡ଼ି। ଆଶା କରୁଛି ଆଜିର ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗିଥିବ। କେଉଁ ଭିଡ଼ିଓଟା ଆପଣମାନଙ୍କୁ ବେଶୀ ଭଲ ଲାଗିଲା ନିହାତି ଭାବେ କମେଣ୍ଟ ମାଧ୍ୟମରେ ଜଣାଇବେ। ରହୁଛି ଆଜିର ଭିଡ଼ିଓକୁ ଏଇଠି ରଖୁଛି। ଆଉ ଏକ ଭିଡ଼ିଓରେ ଆପଣମାନଙ୍କ ସହିତ ଦେଖା ହେବି। ସେଦିନ ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ବିନ୍ଦାସ ରୁହନ୍ତୁ।
ରଖୁଛି। ଜୟ ଜଗନ୍ନାଥ।